ସ୍ୱପ୍ନ ଦେଖୁଥିବା ଆଖି କେବେ ନିଦ ଖୋଜେନି, ପ୍ରେମ କରୁଥିବା ମଣିଷ କେବେ ସ୍ୱାର୍ଥ ଦେଖେନି। ହେ ବନ୍ଧୁ, ହୃଦୟ ଦେଇ କାହାକୁ ଭଲ ପାଉଥିବା ମଣିଷ କେବେ କାହା ହୃଦୟ ଭାଙ୍ଗିବାକୁ ଭଲ ପାଏନି। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଆପଣ ମାନଙ୍କର ସେହି ପ୍ରିୟ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣ ମାନେ ମତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖିବା ସହିତ ଓଁ ବିଷ୍ଣବେ ନାମ ଲେଖନ୍ତୁ, ଯାହାକି 9ଟି ଯାକର ଗ୍ରହର ସ୍ଥିରତା ପ୍ରଦାନ କରେ ଏହି ନାମଟି। ତେବେ ଯଦି ଆପଣ ମାନେ ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣ ମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ମେ ମାସ 1 ତାରିଖ, ଓଡ଼ିଆ ବୈଶାଖ ମାସ 18 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି, ଯାହା ରାତ୍ରି 9:27 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦାନ ତିଥି ଆରମ୍ଭ ହଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ରାତ୍ରି 3:10 ପର୍ଯ୍ୟନ୍ତ ରହୁଛି। ତାପରେ ବିଶାଖା ନକ୍ଷତ୍ର ଆରମ୍ଭ ହଉଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:15 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:07। ଆଜି ଯୁଗ୍ନି ରହିଛି ବାୟୁକୋଣରେ, ରାତ୍ରି 9:27 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ ନାହିଁ। ଆଜି ଘାତ ବାର ରହିଛି, ଯାହାକି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 3:10 ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶ ହାନି। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଆମିଷ, ତତ୍ସହିତ ପାଣି କଖାରୁ ଭୋଜନ ନିଷେଧ ରହିଛି। ଆଜି ପୂର୍ଣ୍ଣିମା ଯୋଗୁଁ ଫଳ ମଧ୍ୟ ନିଷେଧ ରହିଛି। ଆଜି ହଉଛି ଚନ୍ଦନ ପୂର୍ଣ୍ଣିମା, ଯାହାକୁ ଆମେ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କହିଥାଉ। ତତ୍ସହିତ ଆଜି ପୂର୍ବାତର ଜୟନ୍ତୀ ଏବଂ ଆଜି ହଉଛି ବୈଶାଖ ବ୍ରତର ସମାପନ ଦିବସ। ତତ୍ସହିତ ଆଜି ମଧ୍ୟ ଶ୍ରମିକ ଦିବସ ପାଳନ କରାଯାଇଥାଏ। ଆଜି ଯାହାକି ବୈଶାଖ ପୂର୍ଣ୍ଣିମା କୃତ ସ୍ନାନ ଦାନ ବ୍ରତ ଉପବାସ କରିପାରିବେ ଏବଂ ରାତ୍ରିରେ ସ୍ତ୍ରୀ ତୈଳ ବର୍ଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା, ଯାହା ଦିବା 8:18 ଦିବା 12 ମଧ୍ୟ ରହିଛି। 12 ବେଳା, କାଳ ବେଳା ଏବଂ ରାହୁ କାଳ। ସେହିଭଳି ରାତ୍ରି 8:57 ରାତ୍ରି 10:25 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, 12 ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 7:38 ଦିବା 8:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 12:01 ଦିବା 1:44 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:50 ଦିବା 3:27 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:42 ରାତ୍ରି 8:56 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:31 ରାତ୍ରି 1:51 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 3:43 ଶେଷ ରାତ୍ରି 5:15 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଆପଣଙ୍କୁ ଟିକେ ଭଲ ଭାବେ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, କାରଣ ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ଯାହାକି ଆପଣଙ୍କର ବ୍ୟବହାରକୁ ଠିକ ରୂପେ କରିବା ଆବଶ୍ୟକତା। କର୍ମକ୍ଷେତ୍ରରେ ଅନେକ ଚାପ ଆସିବ, କିଛି ତ୍ରୁଟି ମଧ୍ୟ ହେବ। ତେଣୁ ମେଷ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରେଇ ରୁହନ୍ତୁ। ତତ୍ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ
ଏବଂ ରାଜନୈତିକ କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କର ନିଶ୍ଚିତ ଆଜି କିଛି ପ୍ରୋବ୍ଲେମ ଆସିପାରେ, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣଙ୍କର ପ୍ରୋବ୍ଲେମ ଆସିବ ନାହିଁ। ତେବେ ଆଜି ମେଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ କରୁଥିବେ ସେମାନଙ୍କର ଆଜି ଇଗୋ ଭାବନା ଅଧିକ ଦେଖାଦେବ, ତେଣୁ ନିଶ୍ଚିତ ଇଗୋ ପ୍ରତି ସାବଧାନ ରୁହନ୍ତୁ ଏବଂ ନିଜର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଆଜି ମେଷ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଦେଖିଲେ ଆପଣଙ୍କର ପାରିବାରିକ ସମ୍ପର୍କ କେତେ ମାତ୍ରାରେ ଅସ୍ଥିରତା ଦେଖା ଦେଇପାରେ, କଳହ ଆସିପାରେ, ତେଣୁ ନିଜର ବୁଦ୍ଧି ପ୍ରୟୋଗ କରି ଆପଣ କଳହ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଚୁପ୍ ରୁହନ୍ତୁ, ଯାହା ଆପଣ ପାରିବାରିକ ସମ୍ପର୍କ ସ୍ଥିରତା ଆଣିବ। ଆଜି ମେଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ କୌଣସି ଅର୍ଥଜନିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ତତ୍ସହିତ ଆପଣଙ୍କର ଅର୍ଥ କାରବାର ଯୋଉମାନେ କରୁଛନ୍ତି, ବିଶେଷ କରି ବେପାର ବାଣିଜ୍ୟ, ଧ୍ୟାନ ପୂର୍ବକ କରନ୍ତୁ। ଭଲ ରଣନୀତି ପ୍ରସ୍ତୁତ କରନ୍ତୁ, କାରଣ ଯଦି ଭଲ ରଣନୀତି ପ୍ରସ୍ତୁତ ନ କରିବେ ତେବେ ଆପଣଙ୍କର ବେପାର ବାଣିଜ୍ୟରେ ନିହାତି ହାନି ହବ। ତେବେ ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆପଣଙ୍କୁ ନିଶ୍ଚିତ ସ୍ୱାସ୍ଥ୍ୟ ଚିନ୍ତା ବଢେଇ ଦେଇପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ସବୁଜ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଫଳାଫଳ ଆପଣଙ୍କର ଶୁଭ ଯୁଗ ରହିଛି, ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଆଜି ଅନେକ କ୍ଷେତ୍ରରେ ଆପଣଙ୍କର ସଫଳତା ଯୁଗ ରହୁଛି ଏବଂ ଚାକିରି ସମ୍ବନ୍ଧରେ ଯୋଉ ବ୍ୟକ୍ତି ଜଡିତ ଅଛନ୍ତି ଆଜି ଆପଣଙ୍କର କାର୍ଯ୍ୟକୌଶଳ ଅନେକ ପ୍ରଶଂସାର ଯୋଗ୍ୟ ହେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତତ୍ସହିତ ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ବହୁତ ସନ୍ତୁଷ୍ଟ ରହିବେ ଏବଂ ପ୍ରଶଂସାର ଆପଣଙ୍କୁ କୃତଜ୍ଞତା ଜଣେଇବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ସଫଳତା ପ୍ରାପ୍ତ କରିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ବହୁତ ଉନ୍ନତି ଏବଂ ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ବୃଷ ରାଶି ବ୍ୟକ୍ତିଙ୍କର ଆଜି ଯାହାକି ଆପଣଙ୍କର ଭଲ ରିଲେସନ ରହିବ, ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ ପାଇବାର ସୁଯୋଗ ଦେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଆଜି ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ଚାପ ଆସିବ, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ନିଜର କାର୍ଯ୍ୟରେ ଅନେକ ଚାପ ଆସିବ, ଯାହା ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି, ତେଣୁ ମିଥୁନ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି, ବିଶେଷ କରି ଆପଣଙ୍କର ଅତିରିକ୍ତ ଚାପ ବଢିବା ଯୋଗୁଁ କାର୍ଯ୍ୟରେ ଭୁଲ ହବାର ଚାନ୍ସ ରହୁଛି, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉ ବ୍ୟକ୍ତି ମାନେ ଜଡିତ ଅଛନ୍ତି ସେମାନଙ୍କୁ ଅନେକ ପ୍ରକାରର ଆପଣଙ୍କର ପ୍ରତିଷ୍ଠା ହାନି ଯୁଗ ରହୁଛି, ତେଣୁ ଆଜି ରାଜନୈତିକ ସାମାଜିକ କ୍ଷେତ୍ର ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇ ନପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଉତ୍ସାହ କମିବ, ନିଜ ଭିତରେ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ପ୍ରେମ ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯାହାକି କଳହ ଯୁକ୍ତିତର୍କ ହବାର ଚାନ୍ସ ରହୁଛି, ତେଣୁ ନିଶ୍ଚିତ ଆପଣ ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି ଏବଂ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ଅର୍ଥ ସମ୍ବନ୍ଧ ନିଷ୍ପତ୍ତି ନିଅନ୍ତୁ ନାହିଁ, ନିଶ୍ଚିତ ସଚେତନ ରୁହନ୍ତୁ,
ଯାହା ଅର୍ଥ ବିନିଯୋଗ ବା କାହାକୁ ଦବା ପୂର୍ବରୁ 1000 ଥରେ ଭାବନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଅର୍ଥ କାହାକୁ ନଦେଲେ ମଧ୍ୟ ଭଲ ରହିବ କିମ୍ବା ଅର୍ଥ କାହାକୁ ପାଖରୁ ଆଣନ୍ତୁ ନାହିଁ, ତାହା ଆପଣଙ୍କ ପାଇଁ ବିଶେଷ ଭଲ ରହିବ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ବିଶେଷ କରି ହଜମ ଜନିତ ସମସ୍ୟା ଆପଣଙ୍କୁ ଭାରି ସମସ୍ୟାରେ ପକେଇ ପାରେ। ତେଣୁ ନିଶ୍ଚିତ ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ ଭଲ ଦିନ ହୋଇପାରେ। ଆଜି ଆପଣଙ୍କର ଭାଗ୍ୟ ଶୁଭ ଫଳ ଯୋଗ ରହିବ ଏବଂ ଆଜି ନିଜର ବିଶ୍ୱାସ ସହକାରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଏକ ଶୁଭ ଯୋଗ ବନେଇ ପାରେ। ତେବେ ଆଜି ନିଶ୍ଚିତ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୋଗ ବନେଇବା ସହିତ ବିବାହ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକ ଆପଣଙ୍କ ପାଇଁ ଆଜି ଲାଭଦାୟକ ହେବ। କର୍କଟ ରାଶି ବ୍ୟକ୍ତି ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ବିଶେଷ କରି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ତାଙ୍କର ଭାଗ୍ୟ ଶୁଭ ଯୋଗ ରହୁଛି। ଆପଣଙ୍କ କାର୍ଯ୍ୟକୌଶଳ ଦ୍ୱାରା ସମସ୍ତଙ୍କର ମନ ଜିଣିବାର ଯୋଗ ରହୁଛି। କର୍କଟ ରାଶି ବ୍ୟକ୍ତିଙ୍କର ଆଜି ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାର ବର୍ଗଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। କର୍କଟ ରାଶି ବ୍ୟକ୍ତି ଆଜି କର୍କଟ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ବହୁତ ଉତ୍ସାହର ଦିନ ହୋଇପାରେ, ଯାହାକି ଆଜି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବାର ଏକ ଉତ୍ତମ ଯୁଗ ବନେଇ ପାରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଏକ ଉତ୍ତମ ଯୁଗ ବନଉଛି। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ତେଣୁ ନିଶ୍ଚିତ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ଆପଣଙ୍କୁ ଲାଭଦାୟକ ହେବ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାର ନିଶ୍ଚିତ ଆଜି ଭଲ ରହିବ। ତତ୍ସହିତ ଯେଉଁମାନେ ବେପାର ବାଣିଜ୍ୟରେ ଜଡ଼ିତ ଅଛନ୍ତି ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟଜନିତ କ୍ଷେତ୍ରରେ ଆପଣଙ୍କର ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ତାହାର ସମାଧାନ ହେବ, ଯାହାକି ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଆପଣ ଧୂସର ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣ ମାନସିକ ସ୍ତରରେ ଅନେକ ପ୍ରକାର ଚାପ ରହିବ, କାର୍ଯ୍ୟରେ ଅନେକ ଭୟ ଜାତ ହେବ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ବିଶେଷ କରି ଯୋଉଗୁଡାକୁ ବିପଦପୂର୍ଣ୍ଣ କାର୍ଯ୍ୟ ଆଜି ସିଂହ ରାଶି ବ୍ୟକ୍ତି ସେ କାର୍ଯ୍ୟ ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ, ନହେଲେ ଛୋଟ ମୋଟ ଆପଣଙ୍କୁ ଦୁର୍ଘଟଣା ସାମ୍ନା କରିବାକୁ ପଡିବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ଧ୍ୟାନ ପୂର୍ବକ ଅର୍ଥଜନିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ଯେଉଁମାନେ ବେପାର ବାଣିଜ୍ୟ ଡେଲି କରୁଛନ୍ତି ନିଶ୍ଚିତ ବୁଦ୍ଧି ପ୍ରୟୋଗ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ କିଛି ସମୟ ରେଷ୍ଟ ନେଇ ପୁଣି କାର୍ଯ୍ୟ ଆରମ୍ଭ କରନ୍ତୁ କିମ୍ବା ନିଜର ସମସ୍ତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ, ତେବେ ଯାଇ ସଫଳତା ପାଇବେ, ନହେଲେ ଆପଣ ବିଫଳତାର ସାମ୍ନା କରିବାକୁ ପଡିବ ଅର୍ଥଜନିତ କ୍ଷେତ୍ରରେ। ଆଜି ସିଂହ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନେ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ଅତିରିକ୍ତ ଚାପ ବଢିବ, ଯାହା ପାଇଁ ଆପଣ ନିଜର ଅଫିସରଙ୍କ ଠାରୁ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ ଏବଂ ଆଜି କାର୍ଯ୍ୟରେ ଅନେକ ଭୁଲ ହବାର ଚାନ୍ସ ରହୁଛି, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ନିଶ୍ଚିତ ପ୍ରେମ ଦୁନିଆ ଠାରୁ ଆପଣ ଦୂରତା ଅବଲମ୍ବନ କରନ୍ତୁ। ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ପରିବାରର କିଛି ଭୁଲ କଥାବାର୍ତ୍ତା ହୋଇପାରେ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି। ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି ଅସ୍ଥିରତା ରହିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଆପଣ ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି
ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ଏକ ସଫଳତାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ନିଜର ଲକ୍ଷ୍ୟ ସ୍ଥଳେ ନିଶ୍ଚିତ ପହଞ୍ଚିବେ। ଆଶା କରୁଥିବା କାର୍ଯ୍ୟ ମଧ୍ୟ ସଫଳ ହେବା ସହିତ ନିଜର ପ୍ରତ୍ୟେକ ଦିନ କାର୍ଯ୍ୟ କରୁଥିବାର ଆଜି ଏକ ଭିନ୍ନ ଅନୁଭୂତି ଆସିବ, ଯାହାକି ଏକ ଉତ୍ତମ ପରିବେଶ ସୃଷ୍ଟି କରିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ବି ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯୋଉମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଅଳ୍ପ ପରିଶ୍ରମ ଅନେକ ଫଳ ପ୍ରାପ୍ତ କରିବାର ସୁଯୋଗ ଦେବ। ତତ୍ସହିତ ଆଜି ଉଚ୍ଚ କର୍ମଚାରୀଙ୍କ ଠାରୁ ଆପଣ ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହିଛି, ଯାହା ଆପଣଙ୍କ କାର୍ଯ୍ୟକୌଶଳ ଏମିତି ପ୍ରୟୋଗ କରିବେ ଯେ ଆପଣଙ୍କର ସମସ୍ତେ ଆପଣଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିପାରନ୍ତି। କନ୍ୟା ରାଶି ବ୍ୟକ୍ତି ଆପଣଙ୍କ ଯାହା ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବ। ତତ୍ସହିତ ପାରିବାରିକ ସମ୍ବନ୍ଧ ମଧ୍ୟ ଭଲ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଯଦି ପୂର୍ବରୁ କିଛି ସମସ୍ୟା, ପ୍ରେମ ସମସ୍ୟା କିମ୍ବା ପାରିବାରିକ ସମସ୍ୟା ନିଶ୍ଚିତ ଦୂରୀଭୂତ ହେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ଶିକ୍ଷାର୍ଥୀଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି, ଯାହା ଆପଣ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବା ସହିତ ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତେଣୁ ଅର୍ଥଜନିତ କ୍ଷେତ୍ରରେ ଆପଣ ନିଶ୍ଚିତ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ସମସ୍ତ କାର୍ଯ୍ୟରେ ସଫଳତା ପାଇବା ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ସ୍ୱାସ୍ଥ୍ୟ ଆପଣଙ୍କର ଠିକ ରହିବ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ଠିକ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ଆପଣଙ୍କର କାର୍ଯ୍ୟରେ ଅଧିକ ସନ୍ତୁଷ୍ଟ ରହିବେ ଏବଂ ଉତ୍ସାହିତ ରହିବେ। ତତ୍ସହିତ ତୁଳା ରାଶି ବ୍ୟକ୍ତି, ଆଜି ଆପଣଙ୍କର ଯାହାକି ଜଟିଳ କାର୍ଯ୍ୟ ଗୁଡ଼ିକୁ ଆପଣ ଅତି ଚୁଟକିରେ ସମ୍ପୂର୍ଣ୍ଣ କରିବାର ପୂର୍ଣ୍ଣ ଗ୍ରହ ଆପଣଙ୍କୁ ଭାଗ୍ୟ ସାଥ ଦଉଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତିଙ୍କର କର୍ମକ୍ଷେତ୍ରରେ ତ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଯୋଉମାନେ ଜଡ଼ିତ ଅଛନ୍ତି ଗ୍ରହମାନେ ଆପଣଙ୍କୁ ଶୁଭଯୁଗ ସ୍ଥିତିରେ ରହୁଥିବାରୁ ସମସ୍ତ କାର୍ଯ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହେବ ଏବଂ ଆନନ୍ଦିତ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରତିଷ୍ଠା ଲାଭ କରିବ। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଯଦି ଏକ୍ଜାମ ଇଣ୍ଟରଭ୍ୟୁ ଥିବ ସେଥିରେ ଭଲ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତିଙ୍କର ଆଜି ପ୍ରେମ ସମ୍ବନ୍ଧ ଭଲ ରହିବ, ନିଜ ଭିତରେ ଭଲ ପାଇବା ଅଧିକ ଦେଖାଦେବ ଏବଂ କିଛି ରୋମାଣ୍ଟିକ କଥାବାର୍ତ୍ତା କରିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ଭଲ ରହିବ। ପୂର୍ବରୁ ଯଦି କିଛି ମତଭେଦ ଥିବ ଆଜି ତାହାର ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ, ପୂର୍ଣ୍ଣ ମାନସିକ ସ୍ତରରେ ମଧ୍ୟ ଆପଣ ଠିକ ରହିବେ। ତତ୍ସହିତ ଆଜି କୌଣସି କ୍ଷେତ୍ରରେ ମଧ୍ୟ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ଏକ ଆତ୍ମବିଶ୍ୱାସର କମ ରହିବ, ଯାହା ପାଇଁ ଅନେକ କ୍ଷେତ୍ରରେ ଆପଣ ବାଧା ସୃଷ୍ଟି ହେବ, ମନ ଖୋଲାରେ ରହିପାରିବେ ନାହିଁ, ମାନସିକ ଟେନସନ ରହିବ, ବଡ ବଡ ଲକ୍ଷ୍ୟ କରିବେ କିନ୍ତୁ ଲକ୍ଷ୍ୟ ସ୍ଥଳେ ପହଞ୍ଚି ପାରିବେ ନାହିଁ ବିଛା ରାଶି ବ୍ୟକ୍ତି। ଆଜି ବିଛା ରାଶି ବ୍ୟକ୍ତି ଅତିରିକ୍ତ ଚାପ ବଢିବ, ଯାହା ପାଇଁ କାର୍ଯ୍ୟରେ ଅନେକ ତ୍ରୁଟି ଆସିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ନିଶ୍ଚିତ ନିଜର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେଣୁ ଯଦି କର୍ମକ୍ଷେତ୍ରରେ ଆପଣଙ୍କୁ ଚାପ ଆସିବ
କିଛି ସମୟ ଆପଣ ଟିକେ ଆଧ୍ୟାତ୍ମିକ ପ୍ରବଚନ ଶୁଣନ୍ତୁ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖନ୍ତୁ, ତେବେ ଯାଇ ବିଛାରା ରାଶି ବ୍ୟକ୍ତି ଯୋଉ ମାନସିକ ସ୍ଥିତି ଭଲ ରହିବନି, ତାହା ମନ କାର୍ଯ୍ୟ କରିବା ପାଇଁ ମନ ବଢେଇବ ଏବଂ ଆପଣ କାର୍ଯ୍ୟ ଧୀରେ ଧୀରେ ସଫଳତାକୁ ଅଗ୍ରଗତି କରିବ। ଆଜି ବିଛାରା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଦୂରତା ଅବଲମ୍ବନ କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଆଜି ବିଛାରା ରାଶି ବ୍ୟକ୍ତିଙ୍କ ପ୍ରେମ ସମ୍ବନ୍ଧ ଆପଣଙ୍କ ପାଇଁ ଭାରି ଚାପ ସୃଷ୍ଟି ହବ, ନିଜ ଭିତରେ ଉତ୍ସାହ କମିବ, ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ପ୍ରେମ ସମ୍ପର୍କ ଅସ୍ଥିରତା ଆସିପାରେ। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ କଳହଯୁକ୍ତ ରହୁଛି, ନିଜ ଭିତରେ ଆଜି ଯୁକ୍ତିତର୍କ ହବାର ଅନେକ ଚାନ୍ସ ରହୁଛି, ତେଣୁ ବିଛାରା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ବିଛାରା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ କରନ୍ତୁ, ଅର୍ଥଜନିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛାରା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିବ, ମାନସିକ ସ୍ତରରେ ଆପଣ ଦୁର୍ବଳ ରହିବେ, ବିଶେଷ କରି ରାତ୍ରିରେ ନିଦ୍ରା ଅଭାବ ଯୋଗ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ବିଛାରା ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ବାଇଗଣ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଅଧୈର୍ଯ୍ୟ ଆଦୌ ହୁଅନ୍ତୁ ନାହିଁ, ନହେଲେ କାର୍ଯ୍ୟରେ ଅନେକ ବିଫଳତା ସାମ୍ନା କରିବାକୁ ପଡିବ। ଆଜି ଧନୁ ରାଶି ବ୍ୟକ୍ତି କର୍ମ କ୍ଷେତ୍ରରେ ଆପଣଙ୍କର ଯାହାକି କାର୍ଯ୍ୟ ପରିଚାଳନା କରିବା ଭାରି ମାନସିକ ଟେନସନ ବଢିବ, ଅସ୍ଥିରତା ଦେଖାଦେବ, ଉଚ୍ଚ ଅଧିକାରୀ ବା ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ ନାହିଁ, ବିଶେଷ କରି ନିଜର ସାଙ୍ଗସାଥୀ ମାନେ ଆପଣଙ୍କ ପ୍ରତି ଆଜି ଯାହାକି ବିରୁଦ୍ଧାଭାସ ଆସିବ, ନିଜ ଭିତରେ ସମ୍ପର୍କ ଭଲ ରହିବ ନାହିଁ, ତେଣୁ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ନିଶ୍ଚିତ ପରିବାର ସମ୍ପର୍କ ସହିତ ଆପଣଙ୍କର ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନେଇ ନପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କ ପ୍ରେମ ସମ୍ବନ୍ଧ ଆପଣଙ୍କର ଖରାପ ରହିପାରେ, ତେଣୁ ନିଶ୍ଚିତ ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ରହିପାରନ୍ତି ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତିର ପାରିବାରିକ ସମ୍ପର୍କ ଅସ୍ଥିରତା ଦେଖାଦେବ, ଆବଶ୍ୟକ ସ୍ଥଳେ ଆପଣ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ସମସ୍ତ କୌଶଳ ବ୍ୟବହାର କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ କରନ୍ତୁ, ନହେଲେ ଆପଣ ଅର୍ଥଜନିତ କ୍ଷେତ୍ରରେ ଅନେକ ମହଙ୍ଗା ଆପଣଙ୍କୁ ସାମ୍ନା କରିବାକୁ ପଡିବ, କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢେଇବ, ଯାହା ଚର୍ମଜନିତ ରୋଗ ଆପଣଙ୍କୁ ବିଶେଷ ଖରାପ କରେଇବ, ତେଣୁ ଚର୍ମଜନିତ ରୋଗ ଯାହା ଯୋଉ ଧନୁ ରାଶି ବ୍ୟକ୍ତି ମାନଙ୍କର ଥିବ ଆଜି ଟିକେ ନିଶ୍ଚିତ ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହବାର ପୂର୍ଣ୍ଣ ଯୁଗ ରହୁଛି ଏବଂ ଆଜି ସମସ୍ତ କାର୍ଯ୍ୟ ସଫଳତା ପ୍ରାପ୍ତ କରିବାର ଯୁଗ ରହୁଛି। ଆଜି ଆପଣଙ୍କର ଏକାଗ୍ରତା ବଢିବ ଏବଂ ଦୈନନ୍ଦିନ କାର୍ଯ୍ୟରେ ଆପଣ ଭଲ କରି ପ୍ରଶଂସା ସାଉଁଟିବାର ଏକ ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ତାଙ୍କ ପାଇଁ ଆଜି ଭାଗ୍ୟ ଉଦୟ ଯୁଗ କହିଲେ ମଧ୍ୟ ଅତ୍ୟୁକ୍ତି ହବ ନାହିଁ, ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ଯାହା ଆପଣ ସେଥିରେ ସକ୍ସେସଫୁଲ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ। ଆଜି ମକର ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଉନ୍ନତି ଏବଂ ଏକ ଭଲ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ, ଯାହାକି ଭଲ ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଧ୍ୟାନ ପୂର୍ବକ କରନ୍ତୁ, ଯାହା ଆପଣ ବିଶେଷ କରି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଭଲ ଯୁଗ ରହୁଛି, ତେଣୁ ଅର୍ଥଜନିତ କାରବାରରେ ଲାଭ ପାଇବେ ଯଦି ଭଲ ବୁଦ୍ଧି ପ୍ରୟୋଗ କରିବେ। ଆଜି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି କଳହ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ସ୍ୱାସ୍ଥ୍ୟ ଚିନ୍ତା ବଢିପାରେ,
तेणु निश्चित स्वास्थ्य प्रति सचेतन रुहंतु। आज मकर राशि व्यक्तिंकर भाग्य संख्या रही जहाँकि 1, भाग्य रंग रहुछि हलदी रंग यूज करि परिबे एवं ग्रह माने आपन को आज जहाँकि 85% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज आपणकर भविष्यत एक भल चिंताधारा रे अग्रगति करिवो। तत्सहित आज साधारण इच्छा गुड़िक पूर्ण होबार पूर्ण सुजोग दउछि। आज कुंभ राशि व्यक्ति कर्म क्षेत्र रे पूर्ण शुभयुग रहिबा सहित राजनीतिक सामाजिक क्षेत्र रे आपणकर भाग्य जहाँकि दक्षता एवं प्रतिष्ठा लाभ करिवार सुजोग देव। तेबे कुंभ राशि व्यक्ति जो माने चाकरी संबंध रे जड़ित निश्चित आपण को एक भल सुजोग रहुछि जहाँकि कार्य कौशल आपण एक प्रतिष्ठावान प्रशंसा पाइबार जुग रहुछि जहाँ आपण कार्य कौशल द्वारा समस्त अनुप्राणित होई पारंती कुंभ राशि व्यक्ति। आज कुंभ राशि व्यक्ति जहाँकि प्रेम संबंध रे आपणकर भल संपर्क रहिबो। जहाँ पूर्वर जदि प्रेम संबंध किछि अस्थिरता देखा देबो आज ताहा स्थिरता आडकु अग्रगति करिवो। आज कुंभ राशि व्यक्ति पारिवारिक दृष्टि देखिले आपणकर पारिवारिक संपर्क भल रहिबो। निज भितरे आज मधुरता जागृत हेबो। आज कुंभ राशि व्यक्तिंकर अर्थजनित कारोबार रे अनेक प्रकार लाभ प्राप्त करिवार सुजोग रहुछि। तेणु अर्थजनित निष्पत्ति नबा पई आज उत्तम दिन बनौछि कुंभ राशि व्यक्ति। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य संपूर्ण ठीक रहिबो जहाँ आपणक भाग्य राशि रे जणा पडुछि। आज कुंभ राशि व्यक्तिंकर भाग्य संख्या रहिछि 8, भाग्य रंग रहुछि नील रंग यूज करि परिबे एवं ग्रह माने आपन को आज जहाँकि 90% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज आपणकर विचार ध्यान जहाँकि निजर कार्य कौशल निम्नगामी हबो। तेणु गुरुत्वपूर्ण निष्पत्ति ठार मीन राशि व्यक्ति दूरता अवलंबन करंतु। आज निजर कार्यर अतिरिक्त चाप बढ़िबो। मानसिक स्तर दुर्बल अस्थिरता रही पारंती। तेणु आज मीन राशि व्यक्ति जेकोसी कार्य करिवे योजना प्रस्तुत करंतु ताहा आपनक पई लाभदायक हेबो। तेबे आज मीन राशि व्यक्ति कर्म क्षेत्र रे विशेष करी चाकरी संबंध रे जो माने जड़ित अछंती आज आपनकर स्थान परिवर्तन होबा सहित मानसिक स्तर दुर्बल अस्थिरता होई पारंती। तेणु मीन राशि व्यक्ति यहाँ प्रति सचेतन रुहंतु जहाँ आपनक पई भल हेबो। आज मीन राशि व्यक्ति जहाँकि राजनैतिक सामाजिक क्षेत्र में भाग्य ग्रह निम्नगामी रहिबा सहित आपणकर जहाँकि शिक्षार्थी विद्यार्थी मानक पई आज उत्तम जुग बनै न पारे। आज मीन राशि व्यक्तिंकर प्रेम संबंध रे आपणकर भाग्य ग्रह निम्नगामी रहुछि। तेणु गंभीरता कौनसी कथबार्ता करंतु नाही जहाँकि आपणकर संपर्क खराब होबार चांस रहुछि। आज मीन राशि व्यक्तिंकर जहाँकि पारिवारिक दृष्टि देखिले आपणकर पारिवारिक संपर्क अस्थिरता देखा देई पारे। निज भितर भूल बुझामणा जुगु कलह मध्य सृष्टि होई पारे। आज मीन राशि व्यक्तिंकर अर्थजनित कारोबार रे ध्यान पूर्वक व्यापार वाणिज्य करंतु नहले आपण क्षति रे सामना करिबाकू पड़िबो। तेणु आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर विशेष करी स्वास्थ्य समस्या देखा देई पारे। आज दांत जनित संबंध समस्या आपणक पई भारी टेंशन देई पारे। तेणु मीन राशि व्यक्ति जो मानकर दांत संबंध रोग अछि निश्चित सचेतन होई जांतु। आज मीन राशि व्यक्तिंकर भाग्य संख्या रही 6, भाग्य रंग आपण भगवा रंग यूज करि परिबे एवं ग्रह माने आपण को आज जहाँकि 40% साथ दउछंती।